ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲରେ। ତ +2 ସେକେଣ୍ଡ ଇୟର କନା ଆର୍ଟ୍ସ ସାଇନ୍ସ କମର୍ସ। ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କ ପାଇଁ ନେଇ ଆସିଛି କ'ଣ ନା ତମର ଓଡ଼ିଆ ଗ୍ରାମାର MIL ଓଡ଼ିଆର କ'ଣ ବ୍ୟାକରଣ ନେଇ ଆସିଛି। ତ ତମର ରୂଢ଼ି ସରିଥିଲା ପିଲାମାନେ, ରୂଢ଼ି ସମସ୍ତେ ବୁଝିପାରିଥିବ। ତ ରୂଢ଼ି ସରିଥିଲା, ତ ତମମାନଙ୍କ ପାଇଁ ନେଇ ଆସିଛି ଏକପଦୀକରଣ, ଯୋଉଟା ରୂଢ଼ିରୁ ଆସିବ 2ଟି କି 3ଟି କ୍ୱେଶ୍ଚିନ୍। ଏକପଦୀକରଣ ସବୁଥିରୁ ତାପରେ ସମଚୟିତ ଭିନ୍ନାର୍ଥବୋଧ ଶବ୍ଦ ସବୁ କିଛି ତମମାନଙ୍କ ପାଇଁ ନେଇ ଆସିବି, ବୁଝିହେଲା। ତ ଏଇଟା ପ୍ରାୟ ସମସ୍ତଙ୍କୁ ଆସିବ, ଟିକେ ଖାଲି ପଢିଦେଲେ ଆମର କ'ଣ ନା ମନ ରହିଯିବ, ବୁଝିହେଲା। ତ ଏଇଟା କ'ଣ ଏକପଦୀକରଣର କ୍ୱେଶ୍ଚିନ୍ ଆନ୍ସର ଆଜି ଆମେ 25ଟା ଆଲୋଚନା କରିବା, ବୁଝିହେଲା। ତ ସମସ୍ତେ ଚ୍ୟାନେଲ ସହ ଯୋଡ଼ି ହେଇ ରୁହ, ସମସ୍ତଙ୍କୁ ସେୟାର କରିଦିଅ। ତ ପିଲାମାନେ ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୋଟିଫିକେସନ୍ ପାଇଁ ଏବଂ ଲାଇକ୍ ସେୟାର କରିଦେବ। ତ ପିଲାମାନେ ଷ୍ଟାର୍ଟ କରିବା। ଆମର କ'ଣ ନା ଆମର ବ୍ୟାକରଣ ଆଉ ଆସିବନି କି ଖାଲି 1 ମାର୍କିଆ ଯେମିତି ଦେଉଥିଲା ଜାୟା ପତି ଡ୍ୟାସ୍, ବୁଝିହେଲା। ଜାୟା ପତି ଡ୍ୟାସ୍ ତାର ଆଉ କିଛି ନଥିଲା। ତ ତମର ବ୍ୟାକରଣ ଆସିବ 11ଟା। ତ 11ଟା MCQ କ୍ୱେଶ୍ଚିନ୍ ଆନ୍ସର, ବୁଝିହେଲା। ବହୁତ ଭଲ। ତ MCQ ଆରାମରେ ତମେ କରିପାରିବ, ଯଦି ମନ ପଡୁନଥିବ MCQ ଦେଖିଦେଲେ ଆରାମରେ ମନ ପଡ଼ିଯିବ, ଖାଲି ଆମେ ଧ୍ୟାନ ଦେବା ଦରକାର। ତ କ'ଣ ଦେଇଛି କ୍ୱେଶ୍ଚିନ୍ ଆମେ ଦେଖିବା। ଜାୟା ଓ ପତି ଡ୍ୟାସ୍ କ'ଣ ନା ପତି ଜାୟା, ଦ୍ରୌପଦୀ, ଦମ୍ପତି, ଜାୟାପତି। କ'ଣ ହବ ପିଲାମାନେ ନା ଜାୟାପତି ହଉଛି କ'ଣ ନା ଦମ୍ପତି, କ'ଣ ନା ଦମ୍ପତି। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା, କୂଳର ନିକଟ। କୂଳର ନିକଟ କ'ଣ ଉପକୂଳ, ଆକୂଳ, କ'ଣ କୂଳ ନିକଟ, ଅବକୂଳ। ତ କୂଳର ନିକଟ କ'ଣ ହବ ନା କୂଳର ନିକଟ ଉପକୂଳ, କ'ଣ ନା ଉପକୂଳ। ତ ଧ୍ୟାନ ଦିଅ ପିଲାମାନେ। ସତ୍ୟ ଯାହାର ବୁଦ୍ଧି, ତ ଏଇଟା ଲେଖିକି ରଖ ପିଲାମାନେ, ଏଗୁଡ଼ା ତ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍, ଆଗ ତମମାନେ ଲେଖିକି ରଖ। ସତ୍ୟ ଯାହାର ବୁଦ୍ଧି, ସତିଆ, ସତୁଆ, ସତ୍ ବୁଦ୍ଧି, ସଦ୍ବୁଦ୍ଧି। ସତ୍ୟ ଯାହାର ବୁଦ୍ଧି ସେ କ'ଣ ପିଲାମାନେ ନା ସତ୍ୟ ଯାହାର ବୁଦ୍ଧି ସେ କିଏ ନା ସଦ୍ ବୁଦ୍ଧି, କ'ଣ ନା ସଦ୍ ବୁଦ୍ଧି। ନେକ୍ସଟ ଜବା ସଦୃଶ ଅରୁଣ। ଜବା ସଦୃଶ ଅରୁଣ କ'ଣ ଜାବରୁଣ, ଜବାରୁଣ, ଜବାରୁଣୀ, ଜାବରୁଣୀ। ତ ବହୁତ ଧ୍ୟାନ ଦିଅ କେମିତି ଦେଇଛି, ମାନେ ଜବା ସଦ ତମେ ପଢିଦବ, ଜାବରୁଣ ପଢିଦେଲ। ତ କ୍ୱେଶ୍ଚିନ୍ ସେତେବେଳେ ଯୋଉ ପଢିବ ଜବାରଣ, ଜବାରୁଣୀ, ତ ଜବାରଣ ପତ୍ରୀ ଏଥିରୁ ଗୋଟେ ଜବାରୁଣ। ସେତେବେଳୁ ଯେତେବେଳେ ତମେ ଦେଖିଦବ କି ଜବାରୁଣ ନା ଜବାରୁଣ ନା, ମୁଁ ତ ସେମିତି ପଢିଦେଇ ଯାଇଥିଲି କ'ଣ ହବ, ମାନେ ଏମିତି ତ ଅପସନ ଦେଇନଥିବ, ଆକୁ ଏଠି ପକେଇ ଦିଅ, ଏଠି ପକେଇ ଦେଇଥିବ, ଏମିତି ହେଇଥିବ। ତ ସେଥିପାଇଁ ଧ୍ୟାନ ଦେଇ ଏଇ ଏକପଦୀକରଣ ବହୁତ ଇମ୍ପୋର୍ଟାଣ୍ଟ, ଏବଂ ଯଦି ତମେ ଧ୍ୟାନର ସହ ନ ଦେଖିଲ ତ ସେଠି ଭୁଲିଯିବ। ଆକାର ଆଉ କୋଉଠି ଆକାର ଦିଆହେଇଛି, କୋଉଠି ହର୍ଷେଇକାର ଦିଆହେଇଛି, କୋଉଥିରେ ଆକାର ଦିଆହେଇଛି, ବ, ଜ ନା ର, ଣ, ସବୁ ହଉଛି ଲକ୍ଷ୍ୟ ରଖିଥିବ, ବୁଝିହେଲା। ତ ଜବା ସଦୃଶ କ'ଣ ନା ଏଇଟା ଜବା, ବ ରେ ଆକାର, ପିଲାମାନେ ଭଲ କି ଦେଖ, ବ ରେ ଆକାର, କ'ଣ ନା ଜବାରୁଣ। ଜବା ସଦୃଶ ଜାବରୁଣ, ଜବା ଦେଇଛି ଖାଲି ଋଣ ଲଗେଇଦବ, ସରିଲା ଜବାରୁଣ, ଆଉ କ'ଣ, ବୁଝିହେଲା। ନେକ୍ସଟ ନାହିଁ କପଟ ଯହିଁରେ। ଦେଖ ନାହିଁ କପଟ ଯହିଁରେ, ନିଷ୍କପଟ ନା ନିଃକପଟ ନା ଅକପଟ ହାରକ ନା କପଟହୀନ। ଯାହାର କ'ଣ ନା କପଟ ନାହିଁ, ନାହିଁ କପଟ ଯହିଁରେ କ'ଣ ହବ, ସେ ହଉଛି ନିଷ୍କପଟ, କ'ଣ ନା ନିଷ୍କପଟ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ଶୋଭନ ହୃଦୟ ଯାହାର। ତ ଏଇଟା ଯେତେବେଳେ ମୁଁ 80 ମାର୍କର କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କରିଥିଲି ପିଲାମାନେ, ଏଇ କ୍ୱେଶ୍ଚିନ୍ଟା ଥିଲା, ମନେ ପକାଉଥିବ। ତ ଯିଏ ପଢିଥିବ ଗ୍ରାମାର ସବୁ ମୋର ଦେଖିଥିବ ଭିଡିଓ, ସେ ଜାଣିଥିବ ଏଇ କ୍ୱେଶ୍ଚିନ୍ ଆସିଥିଲା ନା ନାହିଁ। ଶୋଭନ ହୃଦୟ ଯାହାର, ଶୋଭନ ହୃଦୟ ଯାହାର, ଶୋଭନ, ସୁଶୋଭନ, ସୁହୃଦ, ଶୋଭନ ହୃଦୟ କାରକ। କ'ଣ ହବ ଏଇଟା ନା ଶୋଭନ ହୃଦୟ ଯାହାର ସୁହୃଦ, କ'ଣ ନା ସୁହୃଦ। ନେକ୍ସଟ ଜୀବନ ଥିବା ପର୍ଯ୍ୟନ୍ତ। ଜୀବନ ଥିବା ପର୍ଯ୍ୟନ୍ତ କ'ଣ ଜୀବିତ, ଜୀବିନ ଧାରକ, ଜୀବନ ଦାତା, ଆଜୀବନ। କ'ଣ ହବ ପିଲାମାନେ ନା ଜୀବନ ଥିବା ପର୍ଯ୍ୟନ୍ତ, କ'ଣ ନା ଆଜୀବନ। ନେକ୍ସଟ ଏଇଟା ହିଁ ପଢିଥିଲା ପିଲାମାନେ, ଦେଖ ଶକ୍ତିକୁ ଅତିକ୍ରମ ନ କରି।
এটা ବହୁତ ଗୁରୁତ୍ୱପୂର୍ଣ୍ଣ, ଏଟା କ୍ୱେଶ୍ଚିନ୍ ଆସିଥିଲା ବି ପ୍ରିଭିୟସ୍ ଏକ୍ଜାମ ରେ। ଶକ୍ତି ନା ଏଇଟା 3 ବର୍ଷ ତଳେ ଆସିଥିଲା। ଶକ୍ତି ନ ଅତିକ୍ରମ୍ୟ ଯଥାଶକ୍ତି, ଶକ୍ତି ଯଥା ନା ଶକ୍ତିକ୍ରମ। ଶକ୍ତିକୁ ଅତିକ୍ରମ ନ କରି କଣ ହବ ପିଲାମାନେ ଦେଖିବ ଶକ୍ତି ଯଥା। ନା ଏଇଟା ସମ୍ପୂର୍ଣ୍ଣ ଭାବେ ରଙ୍ଗ ଆନ୍ସର। କଣ ହବ ନା ହବ ଯଥାଶକ୍ତି। ଶକ୍ତିକୁ ଅତିକ୍ରମ ଯିଏ କରେ ନାହିଁ ସିଏ ହଉଛି ଯଥାଶକ୍ତି। ନେକ୍ସଟ, ମନକୁ ହରଣ କରେ ଯେ। ମନକୁ ହରଣ ଯିଏ କରେ କଣ ମନୋହାରକ, ମନୋହାରକ, ମନୋହାରୀ, ମନୋହର। କଣ ହବ ପିଲାମାନେ ନା ହବ ମନକୁ ଯିଏ ହରଣ କରେ ସେ ହଉଛି ମନୋହର। ଭଲ କି ଦେଖ, ମନୋହରକ, ମନୋହାରକ, ମନୋହାରୀ, ମନୋହର। ବୁଝିହେଲା ମନୋହର। ନେକ୍ସଟ, ନିର୍ଗତ ହୋଇଅଛି ମଳ ଯହିଁରୁ। ନିର୍ମଳ, ନିର୍ମଳ, ମଳହୀନ, ମଳନିଗ୍ରତା। କଣ ହବ ପିଲାମାନେ ନା ନିର୍ଗତ ହୋଇଅଛି ମଳ ଯହିଁରୁ ସେ ହଉଛି କଣ ନା ନିର୍ମଳ। ପରବର୍ତ୍ତୀ କ୍ୱେଶ୍ଚିନ୍, ଯହିଁରେ କର ଦେବାକୁ ହୁଏ ନାହିଁ। କଣ ହବ କରବିହୀନ, କରହୀନ, ନିଷ୍କର, କର ଛାଡ଼। କଣ ହବ ପିଲାମାନେ ନା ହବ ସି ନିଷ୍କର। ଯହିଁରେ କର ଦେବାକୁ ହୁଏ କଣ ନା ନିଷ୍କର। ନେକ୍ସଟ କ୍ୱେଶ୍ଚିନ୍, ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ। ଆପାଦ ମସ୍ତକ, ଆପଦ ମସ୍ତକ, ପାଦାମସ୍ତକ, ପାଦାସ୍ତକ। ପାଦ ଠାରୁ ମସ୍ତକ ଯହିଁରେ ସେ କଣ ହବ ନା ଆପାଦ ମସ୍ତକ। ନେକ୍ସଟ, ନାହିଁ ଅନ୍ୟ ଉପାୟ ଯାହାର। ନାହିଁ ଅନ୍ୟ ଉପାୟ ଯାହାର ସେ କଣ ହବ ନନ୍ୟପାୟ, ନାସ୍ତି ଉପାୟ, କଣ ତାପରେ ନାନ୍ୟପାୟ, ଅନ୍ୟାନ୍ୟ ପାୟ। କଣ ହବ ପିଲାମାନେ ନା ହବ ଡି ଅନ୍ୟାନ୍ୟ ପାୟ। ନେକ୍ସଟ କ୍ୱେଶ୍ଚିନ୍, ଜାତ ହୋଇନାହିଁ ଶତ୍ରୁ ଯାହାର। ଜାତ ହୋଇନାହିଁ ଶତ୍ରୁ ଯାହାର। ଅଜାତ ଶତ୍ରୁ, ଶତ୍ରୁହୀନ, ଶତ୍ରୁହାରକ, ଶତ୍ରୁନାଶକ। କଣ ହବ ନା ଜାତ ହୋଇନାହିଁ ଶତ୍ରୁ ଯାହାର ସେ ହଉଛି ଅଜାତ ଶତ୍ରୁ। କଣ ନା ଅଜାତ ଶତ୍ରୁ। ନେକ୍ସଟ, ଉତ୍ତମ ପ୍ରତିଷ୍ଠା ଲାଭ କରିଅଛନ୍ତି ଯେ। ଉତ୍ତମ ପ୍ରତିଷ୍ଠା, ଉତ୍ତମ ଭାବେ ପ୍ରତିଷ୍ଠା, ଲବ୍ଧ ପ୍ରତିଷ୍ଠା, ଉତ୍ପ୍ରତିଷ୍ଠା। କଣ ହବ ନା ଲବ୍ଧ ପ୍ରତିଷ୍ଠା। ନେକ୍ସଟ କ୍ୱେଶ୍ଚିନ୍, ପୁତ୍ର ଠାରୁ ବିଶେଷ ନାହିଁ ଯହିଁରେ। ପୁତ୍ର ଠାରୁ ବିଶେଷ ନାହିଁ ଯହିଁରେ। ନିର୍ବିପୁତ୍ର ଶେଷେ, ପୁତ୍ର ନିର୍ବିଶେଷରେ, ଶେଷେ ପୁତ୍ର, ନିଶେଷ ପୁତ୍ର। କଣ ହବ ପିଲାମାନେ ନା ହବ ଏଇଟା ପୁତ୍ର ଠାରୁ ବିଶେଷ ନାହିଁ ଯହିଁରେ, ପୁତ୍ର ନିର୍ବିଶେଷରେ। ନେକ୍ସଟ କ୍ୱେଶ୍ଚିନ୍, ଯେଉଁ ସ୍ତ୍ରୀର ପ୍ରସବ କାଳ ନିକଟବର୍ତ୍ତୀ ସେ କଣ ପ୍ରସବାସନ୍ନ, ପ୍ରସବସନ୍ନା, ଆସନ୍ନ ପ୍ରସବୀ, ଆସନ୍ନ ପ୍ରସବା। କଣ ହବ ନା ଆସନ୍ନ ପ୍ରସବା। ଯେଉଁ ସ୍ତ୍ରୀର ପ୍ରସବ କାଳ ନିକଟବର୍ତ୍ତୀ ସେ ହଉଛି ଆସନ୍ନ ପ୍ରସବା। ନେକ୍ସଟ, କର୍ତ୍ତବ୍ୟ ସ୍ଥିର କରିବାରେ ଯେ ବିମୂଢ। କର୍ତ୍ତବ୍ୟ ସ୍ଥିର କରିବାରେ ଯେ କଣ ନା ବିମୂଢ ସେ କଣ କୃତ, କର୍ତ୍ତବ୍ୟ ପାଳକ, କର୍ତ୍ତେୟ, କିଂ କର୍ତ୍ତବ୍ୟ ବିମୂଢ। କଣ ହବ ପିଲାମାନେ ନା କର୍ତ୍ତବ୍ୟ ସ୍ଥିର କରିବା ଯେ ବିମୂଢ ସେ ଦେଖ କର୍ତ୍ତବ୍ୟ ପାଳକ ଲେଖିଦବ ନା କଣ ହବ ଏଇଟା ନା କିଂ କର୍ତ୍ତବ୍ୟ ବିମୂଢ। କିଂ କର୍ତ୍ତବ୍ୟ ବିମୂଢ। ନେକ୍ସଟ, ବିଶ୍ୱରେ ବିଖ୍ୟାତ ହୋଇଛି କୀର୍ତ୍ତି ଯାହାର। ବିଶ୍ୱ ବିଖ୍ୟାତ କୀର୍ତ୍ତି, ବିଖ୍ୟାତ କୀର୍ତ୍ତି, ବିଶ୍ୱକୀର୍ତ୍ତି, ବିଶ୍ୱବିଖ୍ୟାତ। ତ ଏଇଟା ବହୁତ କନଫ୍ୟୁଜ ହେଇଯିବ ପିଲାମାନେ। ତମେ ପଢିଥିବ କିଛି କନଫ୍ୟୁଜ ଲାଗିବନି। ବିଶ୍ୱରେ ବିଖ୍ୟାତ ହୋଇଛି କୀର୍ତ୍ତି ଯାହାର ସେ ହଉଛି କଣ ନା ବିଶ୍ୱବିଖ୍ୟାତ କୀର୍ତ୍ତି। ନେକ୍ସଟ, ଆପଣା ଉପରେ ନିର୍ଭର କରିବା ଶୀଳ ଯାହାର। କଣ ହବ ଆତ୍ମନିର୍ଭରଦାତା, ନିର୍ଭରଦାତା, ଆତ୍ମନିର୍ଭରଶୀଳ, ସ୍ୱନିର୍ଭରଶୀଳ। କଣ ହବ ନା ଆପଣା ଉପରେ ନିର୍ଭର କରିବା ଶୀଳ ଯାହାର, ଆତ୍ମନିର୍ଭରଶୀଳ। ନେକ୍ସଟ, ଗ୍ରହଣ କର ଯେ। ଗ୍ରହଣ କର ଯେ ଗ୍ରାହକ, ଗ୍ରହିତା, ଗ୍ରହଣଦାତା, ଗୃହୀତା। କଣ ହବ
ନା ଗ୍ରହିତା। କ'ଣ ନା ଗ୍ରହଣ କରେ ଯେ ଗ୍ରହିତା। ନେକ୍ସଟ ଯାହା ଦେଖା ଯାଉଅଛି ଦୃଶ୍ୟ ଦ୍ରଷ୍ଟବ୍ୟ ଦୃଷ୍ଟ ଦୁଷ୍ଟ। ଯାହା ଦେଖା ଯାଉଅଛି ଯାହା ଦେଖା ଯାଉଅଛି କ'ଣ ହବ ନା ଦୃଷ୍ଟ। କ'ଣ ନା ଯାହା ଦେଖା ଯାଉଅଛି ଦୃଷ୍ଟ। ନେକ୍ସଟ ଯେ ସତ୍ୟ କହେ ସତ୍ୟବାଦୀ ସତିଆ ସତୁଆ ସତ୍ୟବାଦକ। କ'ଣ ହବ ଯେ ସତ୍ୟ କହେ ସେ ହେଉଛି ସତ୍ୟବାଦୀ। ନେକ୍ସଟ କ୍ୱେଶ୍ଚିନ୍ ଯାହା କରିବା ଉଚିତ କର୍ତ୍ତେୟ କର୍ତ୍ତବ୍ୟ କର୍ତ୍ତେୟ କୃତ। କ'ଣ ହବ ପିଲାମାନେ ନା ଯାହା କରିବା ଉଚିତ ସେ ହେଉଛି କର୍ତ୍ତବ୍ୟ। ତ ପିଲାମାନେ ଶେଷ କ୍ୱେଶ୍ଚିନ୍ ନେକ୍ସଟ କ୍ଲାସକୁ ଆଉ ଆଲୋଚନା କରିବା। ତ ଆଜି 25ଟି କ୍ୱେଶ୍ଚିନ୍ ଆଲୋଚନା କରିବା। ଜୟ କରିବାର ଇଚ୍ଛା ଜିଜ୍ଞାସା ଜିଗୀଷା ଜଇଷା ଜିଗୀଷା। କ'ଣ ହବ ନା ଜୟ କରିବାର ଇଚ୍ଛା ହେଉଛି ଜିଗୀଷା। ଦେଖ ଜିଗୀଷା କେମିତି ଲେଖା ହେଇଛି ପିଲାମାନେ ଏଇଟା ବି ଇମ୍ପୋର୍ଟାଣ୍ଟ। ହର୍ଷେଇ ଦେଖ ଜିଗୀଷା ଅଛି ଏଠି ଜିଗୀଷା ଅଛି ହର୍ଷେଇ ହବନି ଜୟ କରିବାର ଇଚ୍ଛା ହର୍ଷେଇ କ୍ୟାନସେଲ। ଦୀର୍ଘଇ ଜିଗୀଷା ମୁଦ୍ନେଶ ପୁଣି ବୁଝିହେଲା। ତ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏକପଦୀକରଣ। ତ ପିଲାମାନେ ତ ଆଜିର ଭିଡ଼ିଓ ଏତିକି ଥିଲା। ତ କ'ଣ ନା ଏକପଦୀକରଣର 25ଟି। ତ ନେକ୍ସଟ କ୍ଲାସକୁ ଆମେ ଏକପଦୀକରଣର ଆଉ କ୍ୱେଶ୍ଚିନ୍ ଆନ୍ସର କରି ସାରିଦେବା। ତାପରେ ଆମେ ସମଚୟିତ ଭିନ୍ନର୍ଥବୋଧକ ଶବ୍ଦ ଆରମ୍ଭ କରିବା। ତ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।